କରୁଛନ୍ତି ଗାୟକ ତତ୍ତ୍ୱ ବିଭୂଷଣ ଲମ୍ବୋଦର ବେହେରା ମହୋଦୟ ତାଙ୍କୁ ଆମେ ପ୍ରଣାମ ନିବେଦନ କରୁଛୁ ଗୁଣତି ଜ୍ଞାପନ କରୁଛୁ ଏବଂ ଆମେ ମଧ୍ୟ ଗାଡ଼ିରେ ଆସିଲା ବେଳକୁ ତାଙ୍କ ପାଲା ଶୁଣି ଶୁଣି ଆସୁ ଆମେ ରାତିରେ କାଳେ ଡ୍ରାଇଭର ଭାଇଙ୍କର ଆଖି ଲାଗିଯିବ ତେଣୁ ସେଇଥିପାଇଁ ଆମେ ପାଲା ଶୁଣି ଆସୁ ଏବଂ ତାଙ୍କ ପାଲା ମଧ୍ୟ ଆମେ ଗାଡ଼ିରେ ବଜେଇ ଶୁଣି ଶୁଣିକି ଆସୁ ଆମର ଗେଡୁ ଭାଇ ଯୋଉ କମେଡି ମଧ୍ୟ କମେଡି ମଧ୍ୟ ଆମେ ଗାଡ଼ିରେ ବଜେଇ ବଜେଇ ଆସୁ ଶୁଣି ଶୁଣିକି ଆସୁ ଏବଂ ତା ସହିତ ନାଟ୍ୟକାର ଭାଇମାନେ ମଧ୍ୟ ସମସ୍ତେ ଅତି ସୁନ୍ଦର ଭାବରେ ସହଯୋଗ କରୁଛନ୍ତି ଆମେ ବାଟରେ ଆସିଲା ହଠାତ୍ ଗାଡ଼ିରେ ବସିକି ଦେଖିଲୁ ଆମେ ଭାବିଲୁ ଆଜ୍ଞାଙ୍କର ପାଲା ଚାଲିଛି ଆମେ ସବୁବେଳେ ଫୋନରେ ଦେଖୁ ଆଉ ଗାଡ଼ିରେ ଶୁଣି ଶୁଣି ଆସୁ ଆଜ୍ଞା ପାଲା କରୁଛନ୍ତି ତୁମେ ଟିକେ ଯିବା ବସିକି ଶୁଣିବା ଏବଂ ତାପରେ ଘରକୁ ପ୍ରତ୍ୟାବର୍ତ୍ତନ କରିବା ଯାହାକୁ ଆସି ପହଞ୍ଚିଲୁ ଆଜ୍ଞାଙ୍କ ଆଶୀର୍ବାଦ ଭିକ୍ଷା କରୁଛୁ ସମସ୍ତଙ୍କ ଆଶୀର୍ବାଦ ଭିକ୍ଷା କରୁଛୁ ସମସ୍ତଙ୍କୁ ଜୟ ଜଗନ୍ନାଥ ସମସ୍ତଙ୍କୁ ଜୟ ଜଗନ୍ନାଥ ଯାହା ହଉ ଅତ୍ୟନ୍ତ ଆନନ୍ଦର କଥା ଭଗବାନ ସେଇ ସଦ୍ଗୁରୁ ବୈକୁଣ୍ଠନାଥ ବ୍ରହ୍ମଚାରୀ ଓ ଶ୍ରଦ୍ଧେୟ କହିବି ତା ଆଉ ଅଧିକ କଣ କହିବି ସେ ଯେହେତୁ ସନ୍ନ୍ୟାସ ଜୀବନ ଅବଲମ୍ବନ କରିଛନ୍ତି ଆଉ ମୁଁ ଦେଖିଛି ଯୋଉ ସାକ୍ଷାତକାରରେ ଏଡ଼େ ଏଡ଼େ ସୁନ୍ଦର କଥା କହିଛନ୍ତି ଆଉ ଭଗବାନଙ୍କର ଆଶୀର୍ବାଦ ନହେଲେ ସେଗୁଡ଼ା ହବନି ଆଜି ଆମ ଗହଣରେ ସେ ଉପସ୍ଥିତ ଅଛନ୍ତି ମୁଁ ସେଇ ସଦ୍ଗୁରୁଙ୍କ ପାଦରେ ପ୍ରଣାମ କରୁଛି ତେଣ ଶ୍ରୀଯୁକ୍ତ ଶ୍ରୀ ପୂଜ୍ୟପାଦ ଗୁରୁ ଉଧରି ଧର ହେ ଭବସାଗରରୁ ଅଜ୍ଞାନ ତିମିର ଧ୍ୱଂସ କର ମୋର ଜ୍ଞାନାଞ୍ଜନ ଦିଅ ବିଷୟା ତେଣୁ ସେ କେଶବ ଦାସ ଦୀତିକୃଷ୍ଣ ଆହୁରି ଆହୁରି ଆଗକୁ ଯାଆନ୍ତୁ ତାଙ୍କର ସେଇ ସଦ୍ଗୁରୁ କଲ୍ୟାଣ କରନ୍ତୁ ଆଉ ସର୍ବୋପରି ବିଶ୍ୱରେ ଜଣେ ଗୁରୁ ଏକୋଇ ଗୁରୁ ଜଗନ୍ନାଥ ଆଉ ବା କିଏ ହେବ ସୁନ୍ଦରାମ ତେଣୁ ସେଇ ଠାକୁର ହିଁ ଆପଣଙ୍କୁ ଆଗକୁ ନିଅନ୍ତୁ ଆଉ